ओम शांति 24/6/2025 अव्यक्त बापदादा मधुबन मातेश्वरींकर पुण्य स्मृति दिवस रे प्रातः क्लास रे सुनाइबा पाई मधुर महावाक्य गीत मेरा छोटा सा देखो ये संसार है। मेरा छोटा सा देखो ये संसार है। ଏହା କୌଣସି ସମୟର ଗାୟନ ଅଟେ, କାହିଁକି ନା ଏହି ସଙ୍ଗମ ସମୟରେ ହିଁ ଆମ ବ୍ରାହ୍ମଣମାନଙ୍କର ଏହା ଏକ ଛୋଟିଆ ସଂସାର। ତେବେ ଏହା ଆମର କେଉଁ ପରିବାର, ଏ କଥା ପିଲାମାନେ କ୍ରମ ଅନୁସାରେ ଜାଣିଛନ୍ତି ଏବଂ କହୁଛନ୍ତି। ଆମେ ପରମ ପିତା ପରମାତ୍ମା ଶିବଙ୍କର ନାତି ନାତୁଣୀ ତଥା ବ୍ରହ୍ମା ସରସ୍ୱତୀଙ୍କର ମୁଖବଂଶୀ ସନ୍ତାନ ଅଟୁ। ବିଷ୍ଣୁ ଏବଂ ଶଙ୍କର ଆମର ବଡ଼ ବାପା ଅଟନ୍ତି। ଆମେ ପରସ୍ପର ଭାଇ ଭଉଣୀ ଅଟୁ। ଏହା ଆମର ବହୁତ ଛୋଟିଆ ସଂସାର। ଏହା ବ୍ୟତୀତ ଆମର ଅନ୍ୟ କୌଣସି ସମ୍ବନ୍ଧ ହିଁ ନାହିଁ। ବର୍ତ୍ତମାନ ସମୟରେ ଆମର କେବଳ ଏତିକି ହିଁ ସମ୍ବନ୍ଧ ରହିଛି। ଦେଖ, ଆମର ସମ୍ବନ୍ଧ କେତେ ବଡ଼ ଅଧିକାରୀଙ୍କ ସହିତ ରହିଛି। ଆମର ଜେଜେବାପା ଶିବ ଅଟନ୍ତି। ତାଙ୍କର ନାମ କେତେ ଶ୍ରେଷ୍ଠ ଅଟେ, ଯିଏକି ସାରା ମନୁଷ୍ୟ ସୃଷ୍ଟିର ବୀଜରୂପ ଅଟନ୍ତି। ସବୁ ଆତ୍ମାମାନଙ୍କର କଲ୍ୟାଣକାରୀ ଅଟନ୍ତି। ତେଣୁ ତାଙ୍କୁ ହର ହର ଭୋଳାନାଥ ଶିବ ମହାଦେବ କୁହାଯାଉଛି। ସେ ସାରା ସୃଷ୍ଟିର ଦୁଃଖହର୍ତ୍ତା ସୁଖକର୍ତ୍ତା ଅଟନ୍ତି, ଯାହାଙ୍କ ଦ୍ୱାରା ଆମମାନଙ୍କୁ ସୁଖ ଶାନ୍ତି ପବିତ୍ରତାର ବହୁତ ବଡ଼ ଅଧିକାର ପ୍ରାପ୍ତ ହେଉଛି। ଯେତେବେଳେ ସମସ୍ତେ ଶାନ୍ତିରେ ରହୁଛନ୍ତି, ସେତେବେଳେ କର୍ମବନ୍ଧନର କୌଣସି ହିସାବ ନଥାଏ, କିନ୍ତୁ ତାହା ମଧ୍ୟ ପବିତ୍ରତା ଆଧାରରେ ପ୍ରାପ୍ତ ହୋଇଥାଏ। ଯେପର୍ଯ୍ୟନ୍ତ ପିତାଙ୍କର ପାଳନା ରୂପୀ ସମ୍ପୂର୍ଣ୍ଣ ସମ୍ପତ୍ତି ପ୍ରାପ୍ତ କରିନାହଁ, ପିତାଙ୍କଠାରୁ ପ୍ରମାଣପତ୍ର ମିଳିନାହିଁ, ସେ ପର୍ଯ୍ୟନ୍ତ ବିଶ୍ୱର ରାଜ୍ୟଭାଗ୍ୟର ସମ୍ପତ୍ତି ମିଳିପାରିବ ନାହିଁ। ଦେଖ, ବ୍ରହ୍ମା ବାବାଙ୍କ ଉପରେ କେତେ ବଡ଼ କାମ ରହିଛି। 5 ବିକାର ଦ୍ୱାରା ମଇଳା ହୋଇଯାଇଥିବା ଆତ୍ମାମାନଙ୍କୁ ପବିତ୍ର କରୁଛନ୍ତି। ଯେଉଁ ଅଲୌକିକ କାର୍ଯ୍ୟର ପ୍ରାପ୍ତି ଅର୍ଥାତ୍ ପ୍ରାରବ୍ଧ ରୂପରେ ସତ୍ୟଯୁଗର ପ୍ରଥମ ନମ୍ବର ଶ୍ରୀକୃଷ୍ଣ ପଦର ପ୍ରାପ୍ତି ହେଉଛି। ଏବେ ଦେଖ, ସେହି ପିତାଙ୍କ ସହିତ ସମ୍ବନ୍ଧ କିପରି ରହିଛି। ତେଣୁ କେତେ ନିଶ୍ଚିନ୍ତ ଏବଂ ଖୁସି ହେବା ଦରକାର। ଏବେ ପ୍ରତ୍ୟେକ ନିଜର ହୃଦୟକୁ ପଚାର, ମୁଁ ସମ୍ପୂର୍ଣ୍ଣ ରୂପରେ ତାଙ୍କର ହୋଇଯାଇଛି ତ? ଭାବିବା ଦରକାର ଯେ ଯେହେତୁ ପିତା ପରମାତ୍ମା ଆସିଛନ୍ତି, ତେଣୁ ତାଙ୍କଠାରୁ ମୁଁ ସମ୍ପୂର୍ଣ୍ଣ ସମ୍ପତ୍ତି କିପରି ନେବି। ବିଦ୍ୟାର୍ଥୀମାନଙ୍କର କାମ ହେଲା ସମ୍ପୂର୍ଣ୍ଣ ପୁରୁଷାର୍ଥ କରି ସ୍କଲାରସିପ୍ ନେବା। ତେଣୁ ମୁଁ କାହିଁକି ପ୍ରଥମ ଲଟେରୀ ନ ଜିତିବି? ଏହାକୁ ହିଁ ବିଜୟମାଳାରେ ଗୁନ୍ଥା ହେବା କୁହାଯିବ। କିନ୍ତୁ ଏମିତି ବହୁତ ଅଛନ୍ତି ଯେଉଁମାନେ କି 2ଟି ଲଡ଼ୁ ଧରି ବସିଛନ୍ତି। ଏଠିକାର ବିନାଶୀ ଲୌକିକ ସୁଖ ମଧ୍ୟ ନେବି ଏବଂ ବୈକୁଣ୍ଠର ସୁଖ ମଧ୍ୟ ନେବି। ଏପରି ବିଚାରଧାରା ରଖୁଥିବା ଆତ୍ମାମାନଙ୍କୁ ମଧ୍ୟମ ବା କନିଷ୍ଠ ପୁରୁଷାର୍ଥୀ କୁହାଯିବ, ସର୍ବୋତ୍ତମ ପୁରୁଷାର୍ଥୀ ନୁହେଁ। ଯଦି ବାବା ଦେବାରେ ଅବହେଳା କରୁନାହାନ୍ତି, ତେବେ ନେବାବାଲା ଅବହେଳା କାହିଁକି କରୁଛନ୍ତି? ସେଥିପାଇଁ ଗୁରୁ ନାନକ କହିଛନ୍ତି, ପରମାତ୍ମା ତ ଦାତା ଅଟନ୍ତି, ସମର୍ଥ ଅଟନ୍ତି, କିନ୍ତୁ ଆତ୍ମାମାନଙ୍କ ଭିତରେ ନେବାର ମଧ୍ୟ ଶକ୍ତି ନାହିଁ। କଥାରେ ଅଛି, ଦେନ୍ଦା ଦେ ଲେନ୍ଦା ଥକ୍ ପାवे। ଦେବାବାଲା ଦେଉଛନ୍ତି, କିନ୍ତୁ ନେବାବାଲା ଥକି ଯାଉଛନ୍ତି। ତୁମମାନଙ୍କ ମନରେ ଆସୁଥିବ ଯେ ଆମେ କାହିଁକି ନ ଚାହିଁବୁ ଆମକୁ ମଧ୍ୟ ସେଭଳି ପଦ ମିଳୁ। କିନ୍ତୁ ଦେଖ, ବାବା କେତେ ମେହନତ କରୁଛନ୍ତି, ତଥାପି ମାୟା କେତେ ବିଘ୍ନ ପକାଉଛି। କାହିଁକି ଜାଣିଛ? କାହିଁକି ନା ଏବେ ମାୟାର ରାଜ୍ୟ ସମାପ୍ତ ହେବାକୁ ଯାଉଛି। ଏବେ ମାୟା ଏହି ଦୁନିଆରୁ ସୁଖ ଶାନ୍ତି ରୂପୀ ସାର ହିଁ ସମାପ୍ତ କରିଦେଇଛି। ସେଥିପାଇଁ ତ ପରମ ପିତା ପରମାତ୍ମା ଆସିଛନ୍ତି।
ତାଙ୍କ ଭିତରେ ହିଁ ସବୁ ରସ ସମାହିତ ଅଟେ। ତାଙ୍କଠାରୁ ହିଁ ସବୁ ସମ୍ବନ୍ଧର ସ୍ୱାଦ ମିଳୁଛି। ସେଥିପାଇଁ ତୁମେବ ମାତାଶ୍ଚ ପିତା। ଆଦି ସବୁ ମହିମା ଏକମାତ୍ର ପରମାତ୍ମାଙ୍କ ନାମରେ ଗାୟନ ହେଉଛି। ତେଣୁ ଏହାକୁ ବର୍ତ୍ତମାନ ସମୟରେ ହିଁ ମହାନତା କୁହାଯିବ, ଯାହାକି ପରମାତ୍ମାଙ୍କ ସହିତ ଏହିଭଳି ସମ୍ବନ୍ଧ ଯୋଡ଼ି ହୋଇଛି। ତେଣୁ ପରମାତ୍ମାଙ୍କ ସହିତ ଏଭଳି ସମ୍ପୂର୍ଣ୍ଣ ସମ୍ବନ୍ଧ ଯୋଡ଼ିବାକୁ ହେବ, ଯାହାଦ୍ୱାରା 21 ଜନ୍ମ ପାଇଁ ସବୁ ସୁଖ ମିଳିଯିବ। ଏହା ହିଁ ହେଉଛି ପୁରୁଷାର୍ଥର ସିଦ୍ଧି। କିନ୍ତୁ 21 ଜନ୍ମର ନାମ ଶୁଣି ଥଣ୍ଡା ହୋଇଯାଅ ନାହିଁ। ଏମିତି ଭାବ ନାହିଁ ଯେ 21 ଜନ୍ମ ପାଇଁ ଯଦି ଏବେ ଏତେ ପୁରୁଷାର୍ଥ କରିବୁ, ପୁଣି ବି 21 ଜନ୍ମ ପରେ ତ ତଳକୁ ଖସିବାକୁ ହିଁ ହେବ। ତେବେ ଏଥିରୁ ସିଦ୍ଧି କ'ଣ ମିଳିଲା? କିନ୍ତୁ ଡ୍ରାମା ଭିତରେ ଆତ୍ମାର ଯେତିକି ସର୍ବୋତ୍ତମ ସିଦ୍ଧି ନିର୍ଦ୍ଧାରିତ ରହିଛି, ତାହା ତ ନିଶ୍ଚିତ ମିଳିବ। ବାବା ଆସି ଆମକୁ ସମ୍ପୂର୍ଣ୍ଣ ସ୍ଥିତିରେ ପହଞ୍ଚାଇ ଦେଉଛନ୍ତି। କିନ୍ତୁ ଆମେ ପିଲାମାନେ ବାବାଙ୍କୁ ଭୁଲି ଯାଉଛୁ। ତେଣୁ ନିଶ୍ଚିତ ଭାବରେ ତଳକୁ ଖସିବାକୁ ହିଁ ପଡ଼ିବ। ଏଥିରେ ବାବାଙ୍କର କୌଣସି ଦୋଷ ନାହିଁ। ତେଣୁ ସବୁ ଦୋଷ ତ ଆମର ଅଟେ ନା। ତେବେ ସତ୍ୟଯୁଗ ଏବଂ ତ୍ରେତାଯୁଗର ସାରା ସୁଖର ଆଧାର ବର୍ତ୍ତମାନ ସମୟର ଏହି ଜନ୍ମର ପୁରୁଷାର୍ଥ ଉପରେ ହିଁ ନିର୍ଭର କରୁଛି। ତେଣୁ କାହିଁକି ଆମେ ସମ୍ପୂର୍ଣ୍ଣ ପୁରୁଷାର୍ଥ କରି ନିଜର ସର୍ବୋତ୍ତମ ଅଭିନୟକୁ ନିର୍ଦ୍ଧାର୍ଯ୍ୟ ନ କରିବା? ପୁରୁଷାର୍ଥ କରି ସେହିଭଳି ସମ୍ପତ୍ତି କାହିଁକି ନ ନେବା? ମନୁଷ୍ୟ ସର୍ବଦା ସୁଖ ପାଇଁ ହିଁ ପୁରୁଷାର୍ଥ କରିଥାଏ। ସୁଖ ଦୁଃଖରୁ ନିଆରା ହେବା ପାଇଁ କେହି ବି ପୁରୁଷାର୍ଥ କରନ୍ତି ନାହିଁ। ତାହା ତ ଡ୍ରାମା ଶେଷରେ ପରମାତ୍ମା ଆସି ସବୁ ଆତ୍ମାମାନଙ୍କୁ ଦଣ୍ଡ ଦେଇ ପବିତ୍ର କରି ପାଠରୁ ମୁକ୍ତ କରିଥାନ୍ତି। ଏହା ପରମାତ୍ମାଙ୍କର କର୍ତ୍ତବ୍ୟ ଅଟେ। ସେ ନିଜର ନିର୍ଦ୍ଧାରିତ ସମୟରେ ଆପେ ଆପେ ଆସି ସବୁକିଛି ଶୁଣାଇଥାନ୍ତି। ଯଦି ଆତ୍ମାମାନଙ୍କୁ ପୁନର୍ବାର ଆସି ଅଭିନୟ କରିବାକୁ ହିଁ ପଡ଼ିବ, ତେବେ କାହିଁକି ସର୍ବୋତ୍ତମ ଅଭିନୟ ନ କରିବା? ମନୁଷ୍ୟ ସୃଷ୍ଟିକୁ ସୁଖଦାୟୀ କରୁଥିବା ବାବାଙ୍କୁ ଜଣାଅଛି ଯେ ଏହି ମନୁଷ୍ୟ ସୃଷ୍ଟି ସୁଖଦାୟୀ କିପରି ହେବ? ଯେ ପର୍ଯ୍ୟନ୍ତ ଆତ୍ମାମାନେ ପବିତ୍ର ହୋଇନାହାନ୍ତି, ସେ ପର୍ଯ୍ୟନ୍ତ ସଂସାର ମଧ୍ୟ ସୁଖଦାୟୀ ହୋଇପାରିବ ନାହିଁ। ସେଥିପାଇଁ ସେ ଆସି ପ୍ରଥମେ ଆପଣମାନଙ୍କୁ ହିଁ ପବିତ୍ର କରୁଛନ୍ତି। ଏବେ ତ ଆତ୍ମା ଭିତରେ ମଇଳା ଲାଗିଛି। ପ୍ରଥମେ ସେହି ମଇଳାକୁ ହିଁ ସଫା କରିବାକୁ ହେବ। ତାପରେ ସେହି ଆତ୍ମିକ ଶକ୍ତି ଦ୍ୱାରା ପ୍ରତ୍ୟେକ ଜିନିଷରୁ ତମୁ ପ୍ରଧାନତା ପରିବର୍ତ୍ତନ ହୋଇ ସତୁ ପ୍ରଧାନତା ଆସିବ, ଯାହାକୁ କୁହାଯାଉଛି ସତ୍ୟଯୁଗୀ ଅବସ୍ଥା ବା ଗୋଲ୍ଡେନ୍ ଏଜେଡ୍ ଷ୍ଟେଜ୍, ଯାହାଦ୍ୱାରା ଏହି ତତ୍ତ୍ୱ ଆଦି ସବୁକିଛି ସତ୍ୟଯୁଗୀ ସ୍ଥିତିକୁ ପ୍ରାପ୍ତ ହୋଇଯାଆନ୍ତି। କିନ୍ତୁ ପ୍ରଥମେ ଆତ୍ମାର ସ୍ଥିତିର ପରିବର୍ତ୍ତନ ହୋଇଥାଏ। ତେବେ ଆତ୍ମାମାନଙ୍କୁ ପରିବର୍ତ୍ତନ କରିବା ବାଲା ଅର୍ଥାତ୍ ଆତ୍ମାମାନଙ୍କୁ ପବିତ୍ର କରିବା ବାଲା ଅଧିକାରୀ ସେହି ବାବା ହିଁ ଅଟନ୍ତି। ତୁମେମାନେ ଦେଖୁଛ ନା, ଏବେ ଦୁନିଆ କିପରି ବଦଳିବାରେ ଲାଗିଛି। ସେଥିପାଇଁ ପ୍ରଥମେ ତ ନିଜକୁ ହିଁ ପରିବର୍ତ୍ତନ କରିବାକୁ ହେବ। ଯେତେବେଳେ ଆମେ ନିଜକୁ ପରିବର୍ତ୍ତନ କରିନେବା, ତେବେ ଯାଇ ସେହି ଆଧାରରେ ଦୁନିଆର ପରିବର୍ତ୍ତନ ହେବ। ଯଦି ଏପର୍ଯ୍ୟନ୍ତ ଆମମାନଙ୍କ ଭିତରେ ପରିବର୍ତ୍ତନ ଆସିନାହିଁ ବା ଆମେ ନିଜକୁ ହିଁ ପରିବର୍ତ୍ତନ କରିନାହୁଁ, ତେବେ ଦୁନିଆ କିପରି ପରିବର୍ତ୍ତନ ହେବ? ସେଥିପାଇଁ ନିଜକୁ ଚେକ୍ କର। ଯେପରି ଆୟବ୍ୟୟର ରଖିବା ବାଲା ପ୍ରତିଦିନ ରାତିରେ ନିଜର ଖାତାକୁ ଚେକ୍ କରିଥାନ୍ତି, ଆଜି ମୋର ଜମା କେତେ ହେଲା। ସମସ୍ତେ ନିଜର ହିସାବ ରଖିଥାନ୍ତି ନା। ସେହିପରି ତୁମମାନଙ୍କୁ ମଧ୍ୟ ନିଜର ହିସାବ ରଖିବାକୁ ହେବ ଯେ ସାରା ଦିନ ଭିତରେ ମୋର କେତେ ଲାଭ ହେଲା ଏବଂ କେତେ କ୍ଷତି ହେଲା। ଯଦି କ୍ଷତି ଅଧିକ ହୋଇଥିବ, ତେବେ ଆର ଦିନ ପାଇଁ ସାବଧାନ ରହିବାକୁ ହେବ। ଏହିଭଳି ନିଜ ଉପରେ ଧ୍ୟାନ ଦେଲେ ଆମେ ନିଶ୍ଚିତ ଲାଭରେ ରହିବା ଏବଂ ନିଜର ପୋଜିସନରେ ପହଞ୍ଚି ପାରିବା। ଏହିଭଳି ନିଜକୁ ଚେକ୍ କରି ନିଜର ପରିବର୍ତ୍ତନର ଅନୁଭବ କରିବା ଦରକାର। ଏପରି ନୁହେଁ ଯେ ଆମେ ତ ଦେବତା ନିଶ୍ଚିତ ହେବୁ, କିନ୍ତୁ ତାହା ତ ପରେ ହେବ। ଏବେ ଯେପରି ଅଛ ଠିକ୍ ଅଛ ନା? ଏବେଠାରୁ ହିଁ
बाबा कहउछन्ति एबे जेपरि अछ ठीक अछ ना। एबेठारु ही देवतार संस्कार धारण करिबाकु हेब। जे ए पर्यंत जेउ 5 विकारर संस्कार थिला देखिबाकु हेब, सेही सबु विकारी संस्कार गुड़िक परिवर्तन हेउछि त। मो भितरे जेउ क्रोध आदि थिला ताहा बाहरी गलानि त। लोभ मोह आदि सबु जेउ विकारी संस्कार गुड़िक थिला ताहा परिवर्तन हेउछि त। जदि सेगुड़िक परिवर्तन होई चालिछि बा सेथिरु मु मुक्त हेउछि, तेबे जानिनियो मु धीरे धीरे परिवर्तन हेउछि। जदि सेथिरु मुक्त होई नाह, तेबे जानिनियो ए पर्यंत मु परिवर्तन होई नाही। तेणु परिवर्तनर फरक अनुभव हेबा दरकार। निज भितरे प्रथमे परिवर्तन आसीबा दरकार। एमिति नुहे जे दिन सारा विकारी खाता ही जमा हेउथिबो। एपरि मध्य नुहे जे मु तो दान पुण्य करुछि बास होईगला ना। आमर जो कर्मरूपी खाता जमा हेउछि, सेही अनुसारे ही आमको सतर्क होई चालिबाकु हेब। आमे जहा किछि भी करुछु, सेथिरे कौनसी विकारर बशवर्ती होई निजर विकर्मर खाता जमा करू नाहु त। एथिरे निजे निजको संभाळिबाकु हेब, अर्थात ठीक रास्तारे चलाइबाकु हेब। एही सबुर हिसाब अर्थात चार्ट रखिबाकु पड़िबो एवं सोइबा पूर्वरु 10-15 मिनिट निजको देखिबा दरकार जे सारा दिनटी मोर किपरि बीतिला। कहीं कहीं तो नोट मध्य करिथांती, काहींकिना पूर्व जन्मर जेउ पापर बोझ मुंड उपरे रहिछि सेगुड़िको मध्य समाप्त करिबाकु हेबो। सेथिपाई बाबा आदेश देउछन्ति मोते मने पकाओ। ताहा मध्य देखिबा दरकार जे मु केते समय बाबांकु मने पकाउछि। काहींकिना एभली चार्ट रखिबा द्वारा आर दिन पाई सावधान रहिबो एवं सावधान रही धीरे धीरे पूरा सावधान होइजिबो एवं तुमर प्रत्येक कर्म बहुत भल होइजिबो। आउ कौनसी पाप कर्म हेब नाही, काहींकिना पाप कर्मरु तो रक्षा पाइबाकु हेब ना। अच्छा, मीठा मांकर मीठा मीठा संतान मानंक प्रति स्नेह संपन्न शुभेच्छा एवं गुड मॉर्निंग। संदेशिंक शरीर द्वारा सरस्वती मांक सहित अव्यक्ति प्रभुंकर मिलन एवं वार्तालाप। बेटी श्री राधे देख, तुम पाखकु किए आसी विराजमान होइछन्ति। केते बड़ शक्ति तुम सहित कथावार्ता करुछन्ति। मोर आसीबार रहस्य द्वारा तुमे निजको मध्य जानि पारिबो। आसीबा बालांकर पोजिशन सहित निजर पोजिशन को अर्थात पदवी को मध्य जानि पारिबो। हे राधे बेटी, तुमे मोर चमत्कारी देखिबाकु चाहुछ। जदि मु चाहिबी तेबे गोटिए सेकेंड रे विनाश कराई पारिबी, किंतु करू नाही। काहींकिना एही विराट फिल्म अनुसारे जेउ जेउ कर्तव्य जहा जहा द्वारा संपादित हेबा दरकार ताहा निश्चित हेब। अव्यक्त प्रभु अनादि कायदा कानून को जानिछन्ति। तेणु सेही आसी अनादि कायदा अर्थात विधि विधानर परिचय देउछन्ति। सारा सृष्टिर एही अनादि खेल चलीछि। तेणु वास्तविक रूपरे खेल चलिबा पाई समय लागुछि। जदि एते वर्षर खेल को 1 सेकेंड रे पूरा करिदेबी, तेबे बाकी खेल कौन चलिबो। तेणु जेउ जेउ कष्ट को जेपरी देखिबा अर्थात सहन करिबा दरकार, ताहा सेहीपरि ही जटिल रहस्यर सहित पुनरावृत्ति हेउछि। एहा बड़ जटिल पुनरावृत्ति अटे, जाहाकु हे मोर प्रिय राधे तुमे एवं मु देखि केते हर्षित हेउछे। एही विराट ड्रामार सबु अभिनय परीक्षा नेबा पाई ही तैयारी होइछि। तेणु एही खेल को परिचालित कराइबा बाला जदि चाहिबे, तेबे गोटिए सेकेंड रे एही ड्रामा को ड्रप करि देई पारिबे, अर्थात समाप्त करी पुनर्बार नुआ रूपरे आरंभ करि पारिबे। किंतु करू नाहंती, काहींकिना ईश्वरंकु मध्य एही भली साधारण रीतिरे कर्तव्य करिबाकु पडुछि। स्वयं सर्वशक्तिवान निराकार ईश्वर साकार रूपरे अछंती, किंतु साधारण बेशरे अछंती। एहा ही तो भूल भुलैयार खेल।
ଏହାକୁ ଯିଏ ଜାଣିଛି ତାକୁ ହିଁ ସର୍ବଜ୍ଞ କୁହାଯିବ। ବେଟି ଶ୍ରୀ ରାଧେ, ମୋର ସମସ୍ତ ପ୍ରିୟ ବତ୍ସମାନଙ୍କୁ ଏହି ସହନ କରିବାର ମାର୍ଗକୁ ମଧ୍ୟ ନିଶ୍ଚିତ ଅତିକ୍ରମ କରିବାକୁ ହେବ। ଯଦି ମୁଁ ଚାହିଁବି ତେବେ ନିଜର ସନ୍ତାନମାନଙ୍କ ପାଇଁ ଏହାର ସହଜ ମାର୍ଗ ମଧ୍ୟ ତିଆରି କରିପାରିବି। କାହିଁକିନା ସାକ୍ଷାତକାର କରାଇବାର ଚାବି ମୋ ପାଖରେ ଅଛି। ଯଦି କୌଣସି ବି ଧନବାନ ଭକ୍ତକୁ କୌଣସି ଦେବତାର ସାକ୍ଷାତକାର କରାଇଦେବି ତେବେ ସେ ତାର ସବୁ ଧନ ସମ୍ପତ୍ତି ଯଜ୍ଞରେ ସ୍ୱାହା କରିଦେବ। କାହିଁକିନା ଈଶ୍ୱର ସବୁ ଧନବାନଙ୍କର ଧନବାନ ଅଟନ୍ତି। କିନ୍ତୁ ତୁମର ପିତା ଚାହୁଁଛନ୍ତି ଯେ ମୁଁ ମୋର ପ୍ରିୟ ଭିକାରୀ ସନ୍ତାନମାନଙ୍କୁ ରାଜକୁମାର ରାଜକୁମାରୀ କରିବି। ସେଥିପାଇଁ ତୁମେମାନେ ଏସବୁକୁ ସହନ କରିବା ପରେ ଯାଇ ରାଜକୁମାର ରାଜକୁମାରୀ ହେବ। ବାବା ଜାଣିଛନ୍ତି ଯେ ପିଲାମାନଙ୍କୁ ଏହି ସହନ କରିବାର ମାର୍ଗକୁ ନିଶ୍ଚିତ ଅତିକ୍ରମ କରିବାକୁ ପଡ଼ିବ, କାରଣ ସହନ କରିବା ମଧ୍ୟ ଏକ ଈଶ୍ୱରୀୟ ଗୁଣ ବା ଦୈବୀ ଗୁଣ ଅଟେ, ଯେଉଁଥିରେ ହିଁ ଖୁସି ସମାହିତ ହୋଇ ରହିଛି। ଯେଉଁ ଗୁଣ ଆଧାରରେ ଈଶ୍ୱରୀୟ ସୁଖର ଅନୁଭୂତି ହୋଇଥାଏ। ତେବେ ସବୁକିଛି ସହନ କରୁଥିଲେ ମଧ୍ୟ ତୁମେମାନେ କେତେ ମଉଜରେ ରହୁଛ, ଏହା ହିଁ ହେଉଛି ଏହି ଗୋପନୀୟ ଜ୍ଞାନର ଚମତ୍କାରୀ। ଏହିଭଳି ଅନାସକ୍ତ ଯୋଗୀମାନେ ହିଁ ସ୍ଥାୟୀ ସୁଖ ପ୍ରାପ୍ତ କରିଥାନ୍ତି। ଏବେ ତ ପରୀକ୍ଷାର ସମୟ ମଧ୍ୟ ପାଖେଇ ଆସିଲାଣି। ତେଣୁ ପ୍ରତ୍ୟେକ ସନ୍ତାନ ଆଗାମୀ ପରୀକ୍ଷା ଗୁଡ଼ିକୁ ପୂର୍ବରୁ ହିଁ ସମ୍ମୁଖରେ ରଖି ସେହି ଅଭ୍ୟାସ ଅନୁସାରେ ଚାଲୁଥାନ୍ତୁ। ଯଦିଓ କେହି କେହି ସନ୍ତାନଙ୍କୁ ଖାଦ୍ୟ ପାନୀୟ ଇତ୍ୟାଦି ନ ମିଳିପାରେ, ପୁଣି ବି ସର୍ବଦା ଚିନ୍ତାମୁକ୍ତ ରାଜା ହୋଇ ଉପସ୍ଥିତ ରହିଥାନ୍ତୁ। ଏଭଳି ନିଜର ସୁନ୍ଦର ଅବସ୍ଥାର ଅଭ୍ୟାସ ବହୁତ ସମୟ ଧରି ଜାରି ରଖିବାକୁ ପଡ଼ିବ। ଯଦି କେହି ଭାବୁଛନ୍ତି ଯେ ଅନ୍ତିମ ସମୟରେ ଆମେ ଆପେ ଆପେ ହୋଇଯିବୁ, ତେବେ ଏଭଳି ଭାବିବା ଅର୍ଥାତ୍ ନିଜକୁ ଧୋକା ଦେବା। ସେଥିପାଇଁ ପୂର୍ବରୁ ହିଁ ସାବଧାନ ହୋଇ ରହିବାକୁ ହେବ। ମୋର ଅତି ପ୍ରିୟ ସନ୍ତାନମାନେ ଯୋଗରେ ତ ବସୁଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ସେହି ଲାଇଟ୍ର ତେଜ ମୋର ବତନ ଅର୍ଥାତ୍ ରହିବାର ସ୍ଥାନ ପର୍ଯ୍ୟନ୍ତ ପହଞ୍ଚି ନାହିଁ। ଯେତେବେଳେ ସମସ୍ତେ ଲାଇଟ୍ ସ୍ୱରୂପ ହୋଇ ଉପସ୍ଥିତ ରହିବେ, ସେତେବେଳେ ସେମାନଙ୍କର ଯୋଗର ତେଜ ମୋର ବତନ ପର୍ଯ୍ୟନ୍ତ ଆସିବ। ତେବେ ଯାଇ ପ୍ରତ୍ୟେକଙ୍କର ସମ୍ପୂର୍ଣ୍ଣ ଲାଇଟ୍ ତାଙ୍କ ଭିତରେ ପ୍ରବେଶ କରିବ। ସେତେବେଳେ ଯାଇ ଶକ୍ତିମାନଙ୍କର ମହିମା ଜଣାପଡ଼ିବ। ତେଣୁ ସମସ୍ତଙ୍କୁ ନିଜର ନିଶ୍ଚୟରେ ଏଭଳି ସ୍ଥିର ହୋଇ ରହିବାକୁ ହେବ, ଯାହାକି ମୁଁ ମଧ୍ୟ ଯଦି ସେହି ଆସନରୁ ଖସାଇବାକୁ ଚାହିଁବି ତେବେ ବି ଖସାଇ ପାରିବି ନାହିଁ। ହେ ଶିରୋମଣି ଶକ୍ତି ରାଧେ, ଶକ୍ତିମାନଙ୍କୁ ଜ୍ଞାନର ନିଷ୍ଠା ବଳରେ ଏବଂ ମୁଖ ଦ୍ୱାରା ଜ୍ଞାନ ମୁରଲି ବଜାଇବାରେ ପ୍ରସ୍ତୁତ ରହିବା ଦରକାର। ତୁମକୁ ନିଜର ଏକରସ ଈଶ୍ୱରୀୟ ଦୃଷ୍ଟି ଦ୍ୱାରା ସମସ୍ତଙ୍କୁ କୃତାର୍ଥ କରି ନିଜର ମଧୁର ବାଣୀ ଦ୍ୱାରା ପରିଚୟ ଦେବାକୁ ହେବ ଯେ ମୁଁ କିଏ ଏବଂ ମୋର ପିତା କିଏ, ଏବଂ ବ୍ରହ୍ମାଙ୍କ ଶରୀରରେ କିପରି ଭଗବାନ ପ୍ରତ୍ୟକ୍ଷ ହେଉଛନ୍ତି, ଯିଏକି ଏହି ଅନ୍ତିମ ସମୟରେ ଆସୁରୀ ଦୁନିଆକୁ ସମାପ୍ତ କରି ନିଜର ସ୍ୱଦେଶକୁ ଏବଂ ଦୈବୀ ଦୁନିଆକୁ ନେଇଯାଉଛନ୍ତି। ହେ ରାଧେ ବେଟି, ଯେତେବେଳେ ସମସ୍ତଙ୍କର ଅବସ୍ଥା ଦୀପକର ଜ୍ୟୋତି ସଦୃଶ ସ୍ଥିର ରହିବ, ସେତେବେଳେ ଯାଇ ଅନ୍ତିମ ସୂକ୍ଷ୍ମ ପ୍ରେରଣା ଗୁଡ଼ିକୁ ଗ୍ରହଣ କରି ନିଜର କାର୍ଯ୍ୟକୁ ସମ୍ପୂର୍ଣ୍ଣ ରୂପେ ସିଦ୍ଧି କରିପାରିବେ। ତେବେ ଯାହାର ଯେତିକି ଜ୍ଞାନ ଅନୁସାରେ ଅବସ୍ଥା ହୋଇଥିବ, ସେ ସେହି ଅନୁସାରେ ପ୍ରେରଣା ଗୁଡ଼ିକୁ ଗ୍ରହଣ କରିପାରିବ ଏବଂ ଯେତେ ଯେତେ ସେହି ଅବସ୍ଥାରେ ସବୁବେଳେ ରହିବ, ସେତେ ସେତେ ସମ୍ପୂର୍ଣ୍ଣ ପ୍ରେରଣା ଗୁଡ଼ିକ ଅନୁଭବ ହୋଇପାରିବ। ଅହୋ ରାଧେ ବେଟି, ମୋର ସ୍ୱରୂପକୁ ତ ଦେଖ। କ'ଣ ମୋର ବତ୍ସମାନେ ମୋର ସ୍ୱରୂପକୁ ଦେଖିପାରୁନାହାନ୍ତି? ମୁଁ କିପରି ଅଖଣ୍ଡ ଜ୍ୟୋତି ତତ୍ତ୍ୱରୁ ଆସି ସାକ୍ଷାତ ପ୍ରବେଶ କରି କଥା କହୁଛି। ମୋ ଦ୍ୱାରା ହିଁ ଏହିସବୁ ସାକ୍ଷାତକାର ଗୁଡ଼ିକ ହେଉଛି, କାହିଁକିନା ମୁଁ ହିଁ ସମସ୍ତଙ୍କର ମୂଳ ସମୂହ ଅଟେ। ଦେଖ ପ୍ରକୃତି ମଧ୍ୟରେ କିପରି ଜ୍ଞାନର ଲାଇଟ୍ ଚମକୁଛି। ବତ୍ସମାନେ କେବଳ ଏତିକି ବିଚାର କରନ୍ତୁ ଯେ ଆହା, ଯାହାଙ୍କୁ ସାରା ସୃଷ୍ଟି ଡାକୁଛି, ସେହି ସ୍ୱୟଂ ସର୍ବଶକ୍ତିମାନ ଈଶ୍ୱର ଏହି ଯଜ୍ଞରେ ଆମ ପିଲାମାନଙ୍କ ସମ୍ମୁଖରେ ଉପସ୍ଥିତ ଅଛନ୍ତି।
ତାଙ୍କର ଶୀତଳ କୋଳରେ ବସିଲେ ହୃଦୟ ଶାନ୍ତି ହୋଇଯାଉଛି। ଯଦି ରଚନାକୁ ତାର ରଚୟିତା ମିଳିଗଲେ ତେବେ ତାଙ୍କୁ ଛାଡ଼ି ତାଙ୍କର ରଚନାମାନଙ୍କ ପାଖକୁ କାହିଁକି ଯିବା? ସବୁଠାରୁ ଉଚ୍ଚରୁ ଉଚ୍ଚ ନିଜେ ସର୍ବଶକ୍ତିର ଅଧିକାରୀ, ଯାହାଙ୍କଠାରୁ ସମସ୍ତ ଶକ୍ତି ପ୍ରକଟ ହୋଇଛି। ଯଦି ତାଙ୍କର ପରିଚୟ ମିଳିଯାଇଛି ତେବେ ତାଙ୍କର କୋଳ ଛାଡ଼ିବା ଅସମ୍ଭବ ହୋଇଯିବ। ଯେତେବେଳେ ସ୍ୱୟଂ ରଚୟିତାଙ୍କର ପରିଚୟ ମିଳିଯିବ ସେତେବେଳେ ହିଁ ଜାଣିପାରିବ ଯେ ଇଏ କିଏ। ବୁଝିଲ ତ ଶିରୋମଣି ରାଧେ? ଆଚ୍ଛା, ଓମ୍ ଶାନ୍ତି। ଆଜିର ବରଦାନ, ସର୍ବଦା ଅତୀନ୍ଦ୍ରିୟ ସୁଖର ଝୁଲଣାରେ ଝୁଲୁଥିବା ସଙ୍ଗମ ଯୁଗର ସର୍ବ ଅଲୌକିକ ପ୍ରାପ୍ତିଗୁଡ଼ିକରେ ସମ୍ପନ୍ନ ଭବ। ଯେଉଁ ପିଲାମାନେ ଅଲୌକିକ ପ୍ରାପ୍ତିଗୁଡ଼ିକରେ ସର୍ବଦା ସମ୍ପନ୍ନ ଅଟନ୍ତି ସେମାନେ ଅତୀନ୍ଦ୍ରିୟ ସୁଖର ଝୁଲଣାରେ ଝୁଲୁଥାନ୍ତି। ସେହିପରି ସର୍ବପ୍ରାପ୍ତି ସମ୍ପନ୍ନ ବ୍ରାହ୍ମଣମାନଙ୍କର ଝୁଲଣା ହେଲା ଅତୀନ୍ଦ୍ରିୟ ସୁଖର ଝୁଲଣା। ଏହି ଝୁଲଣାରେ ସର୍ବଦା ଝୁଲୁଥାଅ, କେବେ ବି ଦେହ ଅଭିମାନରେ ଆସ ନାହିଁ। ଯେଉଁମାନେ ଝୁଲଣାରୁ ଓହ୍ଲାଇ ମାଟି ଉପରେ ପାଦ ରଖିଥାନ୍ତି ସେମାନେ ମଇଳା ହୋଇଯାଆନ୍ତି। ତେଣୁ ଉଚ୍ଚରୁ ଉଚ୍ଚ ପିତାଙ୍କର ସ୍ୱଚ୍ଛ ପିଲାମାନେ ସର୍ବଦା ଅତୀନ୍ଦ୍ରିୟ ସୁଖର ଝୁଲଣାରେ ଝୁଲୁଥାନ୍ତି। ସେମାନେ କେବେ ହେଲେ ମାଟି ଉପରେ ପାଦ ରଖିପାରିବେ ନାହିଁ। ସ୍ଲୋଗାନ, ମୁଁ ତ୍ୟାଗୀ ଅଟେ, ଏହି ଅଭିମାନର ତ୍ୟାଗ ହିଁ ସଚ୍ଚା ତ୍ୟାଗ ଅଟେ। ମୁଁ ତ୍ୟାଗୀ ଅଟେ, ଏହି ଅଭିମାନର ତ୍ୟାଗ ହିଁ ସଚ୍ଚା ତ୍ୟାଗ ଅଟେ।